ହେଉଛି ଗୋଲକ ଚନ୍ଦ୍ର ମହାନ୍ତି, ଜେନେରାଲ ସେକ୍ରେଟାରୀ of all Odisha Orthopedically Handicapped Association, block number 105B ପଲାଶପଲ୍ଲୀ। ଆଜିର ମତ এটা ହେଉଛି ଆନ୍ତର୍ଜାତୀୟ ହୁଇଲ୍ ଚେୟାର ଡେ ଦିବସ। ପ୍ରତି ବର୍ଷ ଆମର କରାଯାଉଛି। ଏଇଟା ଓଡ଼ିଶା ସରକାର ତରଫରୁ ଏସ୍ଏସ୍ପି ଡିପାର୍ଟମେଣ୍ଟ ଅଣ୍ଡରରେ ଏଇଟା ଆମକୁ ସେମାନେ ସାହାଯ୍ୟ କରୁଛନ୍ତି ଆଉ ଗ୍ରାଣ୍ଟିନେଟ୍ ଦିଅନ୍ତି। ଓଡ଼ିଶା ସରକାର ଏସ୍ଏସ୍ପି ଡିପାର୍ଟମେଣ୍ଟ କିନ୍ତୁ ବଡ଼ ଦୁଃଖର କଥା, ଆମେ ଲେଖିକିରି ଦେଲୁ ଏସ୍ଏସ୍ପି ଡିପାର୍ଟମେଣ୍ଟ କମିଶନର, ଡେପୁଟି ସେକ୍ରେଟାରୀ, ଡାଇରେକ୍ଟର, ମନ୍ତ୍ରୀ ସମସ୍ତଙ୍କୁ ଦେଲୁ। ଅଥଚ କେହି ଆମକୁ ଆଜି ପର୍ଯ୍ୟନ୍ତ ପୁରା ସହାୟତା କଲେନି ନା ଏଠି ଦୁଆର ମୁହଁରେ ଗୋଡ଼ ପକେଇଲେ ନାହିଁ। କିନ୍ତୁ ବଡ଼ ଦୁଃଖର କଥା, ଭିନ୍ନକ୍ଷମ କଥା ଏ ସରକାର ଜମା ଚିନ୍ତା କରୁନାହିଁ। ଏ ସରକାର ବର୍ତ୍ତମାନ ଅକ୍ଷମମାନଙ୍କୁ ନିଶ୍ଚୟ ମାନରେ ଦେଖୁଛି। ମୁଁ ଯାଇଥିଲି କମିଶନରକୁ ଦେଖା କରିବାକୁ, କମିଶନର ମୋତେ ରେସ୍ପଣ୍ଡ ନ କରି କହିଲା ମନ୍ତ୍ରୀ ପାଖକୁ ଯା, ମନ୍ତ୍ରୀ ପାଖକୁ ଯା, ଦୂର ଦୂର କଲା। ଏହାର ଉଦାହରଣ କ'ଣ? ଭିନ୍ନକ୍ଷମ ସମାଜରେ କେମିତି ସେମାନେ ବଞ୍ଚିବେ? ତାଙ୍କର କ'ଣ ସୋର୍ସ ଅଛି? ଗୋଡ଼ ନାହିଁ, ହାତ ନାହିଁ, ସେମାନେ କେମିତି ଚଳିବେ? ତମ ପାଖକୁ ଯାଇକି ଦୁଃଖ ଜଣାଉଛନ୍ତି, ଅଥଚ ତାଙ୍କୁ ରେସ୍ପଣ୍ଡ କରାଯାଉନାହିଁ, ତାଙ୍କୁ ଚେୟାର ଦିଆଯାଉନାହିଁ, ତାଙ୍କୁ ଦୂର ଦୂର କରାଯାଉଛି। ଭଲ ଲୋକଙ୍କୁ ଆଗ ତାଙ୍କୁ ଦେଖାଯାଉଛି, କିନ୍ତୁ ଅକ୍ଷମମାନଙ୍କୁ ଦୂରେଇ ଦିଆଯାଉଛି। ସେ ଡିପାର୍ଟମେଣ୍ଟ ହେଉଛି ଭିନ୍ନକ୍ଷମ ସଶକ୍ତିକରଣ ଡିପାର୍ଟମେଣ୍ଟ, ଗଭର୍ଣ୍ଣମେଣ୍ଟ ପଇସା। ଏସ୍ଏସ୍ପି ଡିପାର୍ଟମେଣ୍ଟ ସ୍ୱତନ୍ତ୍ର ଆମ ପାଇଁ। ସାମାଜିକ ସୁରକ୍ଷା ବିଭାଗ ଓଡ଼ିଶା ସରକାର ତାହାର ଏଇ ଅକ୍ଷମମାନଙ୍କ ପାଇଁ। କିନ୍ତୁ ବଡ଼ ଦୁଃଖର କଥା, ମନ୍ତ୍ରୀ ପାଖକୁ ମୁଁ ଯାଇଥିଲି, ମୋତେ ସିକ୍ୟୁରିଟି ପୁରେଇ ଦେଲାନି। ଆମେ 4-5 ଜଣ ଯାଇଥିଲୁ। କିଏ କିଏ ଯାଇଥିଲୁ? ପୁନ ରାଉତରା, ମୁଁ, ସୀମାଞ୍ଚଳ ବିଧାନୀ ଆଉ ସୁବ୍ରତ ସାହୁ, 4 ଜଣ ଯାଇଥିଲୁ। କିନ୍ତୁ ସିକ୍ୟୁରିଟି ଆମକୁ ପୁରେଇ ଦେଲା ନାହିଁ, ମନ୍ତ୍ରୀ ତାକୁ ଛାଡ଼ିଲା ନାହିଁ। ମନ୍ତ୍ରୀ ତାକୁ ନ ଛାଡ଼ି କହିଲା ନାହିଁ ଜଣେ ଯାଅ। ମୁଁ କହିଲି ଆମେ ପାସ୍ ଆଣିଛୁ ସେଇଠି ଜଣେ ଗଲୁ। ମୁଁ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ କଥାବାର୍ତ୍ତା କଲି। ତାପରେ ମୁଁ ଯାଇଥିଲି କାହିଁକି, ଆମର DSS ଯିଏ ସିଏ 2 ବର୍ଷ ହେଲା ଜମା ଇନଭେଷ୍ଟିଗେସନ୍ କରିବାକୁ ଆସୁନାହାନ୍ତି। ଏଇ ଅନୁଷ୍ଠାନ କେମିତି ଚାଲିବ ସେ ବିଷୟରେ କିଛି ଚିନ୍ତା କରୁନାହାନ୍ତି। ତାଙ୍କୁ କହିଲେ ବି ସିଏ ଶୁଣୁନାହାନ୍ତି। ଫୋନ୍ ଦିନକୁ 5 ଥର ମୁଁ କଲେ ସେ ମୋ କଥା ଜମା ବିଚାରକୁ ନେଉନାହାନ୍ତି, ନା ଫୋନ୍ କରୁନାହାନ୍ତି। ମୁଁ ହେଉଛି କ'ଣ ଷ୍ଟେଟ୍ ସେକ୍ରେଟାରୀ, ଷ୍ଟେଟ୍ ଲେଭେଲ୍ କମିଟିରେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ମୋତେ ସେକ୍ରେଟାରୀ ଦେଇଦେଇଛି। ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘର ସାଧାରଣ ସମ୍ପାଦକ ଗୋଲକ ଚନ୍ଦ୍ର ମହାନ୍ତି, ଷ୍ଟେଟ୍ ଲେଭେଲ୍ କମିଟି ମେମ୍ବର। କିନ୍ତୁ ଯଦି ଏଇଭଳି ପରିସ୍ଥିତି ଆମ ପ୍ରତି ଏ ସରକାର କରେ, ତାହେଲେ ଭିନ୍ନକ୍ଷମ ସମାଜରେ ବଞ୍ଚି ରହିପାରିବେ ନାହିଁ। ଗାଡ଼ି ଆଜି ପର୍ଯ୍ୟନ୍ତ ଦିଆଗଲା ନାହିଁ। 2 ବର୍ଷ ହେଲା ଗାଡ଼ି ପାଇଁ ଆମେ ଲେଖିଲୁ, ତା'ର ଆପ୍ରୁଭ୍ ହେଲା ନାହିଁ। ଗାଡ଼ି ଦିଆଗଲା ନାହିଁ, ହୁଇଲ୍ ଚେୟାର ଦିଆଗଲା ନାହିଁ, କିଛି ନାହିଁ, ନା ଇନଭେଷ୍ଟିଗେସନ୍ କରାଯାଉ ନାହିଁ। ଅନୁଷ୍ଠାନ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ବର୍ତ୍ତମାନ ତାକୁ ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ କାହାର? ସେକ୍ରେଟାରୀର। ସେକ୍ରେଟାରୀ କ'ଣ କରିବ? ପଇସା ନାହିଁ, ସାଂସନ୍ ନାହିଁ, କିଛି ନାହିଁ। ଏକ ସେକ୍ରେଟାରୀ ଯିଏ ସୁରେଶ ଚନ୍ଦ୍ର ବେହେରା ଆଗରୁ ଥିଲା, ସେ ସବୁ ଚୋରି କରିକି ନେଇଯାଇଛି। କିଛି ଏଠି ରଖିନି, କିଛି ରଖିନି। ଚେୟାର ଫେୟାର ସବୁ ଆଲମିରା ଫାଲମିରା ଭାଙ୍ଗି ନଷ୍ଟ କରି ସବୁ ଯାଇଛି, କିଛି ନାହିଁ। ତାହେଲେ ଆମେ କ'ଣ କରିବୁ? ଆମକୁ ତ ଗ୍ରାଣ୍ଟିନେଟ୍ ଆଜି ମଧ୍ୟ ମିଳିଲା ନାହିଁ। ଦୌଡ଼ି ଦୌଡ଼ି ଅଫିସରଙ୍କୁ ଯାଇ ଦେଖା କଲେ ମଧ୍ୟ ଆମକୁ ଦୂର ଦୂର କରାଯାଉଛି, ତାଙ୍କ ପାଖରେ ବସେଇ ଦିଆଯାଉନି। ଗୋଟେ କମିଶନର ଏବେ ଆସିଛନ୍ତି, ସେ ଯେମିତି ପୋକ ମାଛି ଭଳିଆ ଦେଖୁଛନ୍ତି। ତେଣୁ ମୁଁ ଅନୁରୋଧ କରୁଛି ସରକାରଙ୍କୁ ଶୀଘ୍ର ସେ କମିଶନକୁ ବିଦା କରିଦିଆଯାଉ।